हेलो फ्रेंड्स, जय जगन्नाथ। देखନ୍ତୁ ଆମେ ଆସିକି କୋଉଠି ପହଞ୍ଚିଛୁ। ଗାଡ଼ି ଷ୍ଟାଣ୍ଡ କରିକି ବର୍ତ୍ତମାନ ଆମେ ଆଇଜି ପାର୍କ ଯିବାକୁ ଯାଉଛୁ। ଦେଖନ୍ତୁ ଏପଟେ ଗାଡ଼ି ରଖିକି ସେଇ ଉପରେ ନାଳ ଉପରେ ଗୋଟେ ବ୍ରିଜ୍ ଅଛି। ସେଇ ବ୍ରିଜ୍ ଉପରେ ଚାଲିକି ଆମକୁ ଯିବାକୁ ପଡ଼ିବ, ନହେଲେ ପାର୍କ ଯାଇ ହେବନି। ଦେଖନ୍ତୁ ରାସ୍ତା ଉପରେ ବି ଗୋଟେ ଫ୍ଲାଏଓଭର ବ୍ରିଜ୍ ହେଇଛି, ତା ଉପରେ ଚାଲିକି ଯିବାକୁ ପଡ଼ିବ। ପାର୍କକୁ ଯିବା ପାଇଁ ହେଲେ ତା ଉପରକୁ ଯିବାକୁ ପଡ଼ିବ, କାହିଁକିନା ମଝିରେ ରାସ୍ତା ଅଛି ନା, ସେଥିପାଇଁ ତା ଉପରେ ଫ୍ଲାଏଓଭର ବ୍ରିଜ୍ ଉପରେ ରାସ୍ତା ଉପରେ କରାହେଇଛି, ସେ ଉପରେ ଚାଲିକି ଯିବାକୁ ପଡ଼ିବ। ଦେଖନ୍ତୁ ଏଇ ବ୍ରିଜ୍ ଉପରେ ଦେଇକି ରାସ୍ତା ପାର ହେଇକି ଯିବାକୁ ପଡ଼ିବ। ହ୍ୟାଲୋ ଫ୍ରେଣ୍ଡସ୍, ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ ଆଉ ବହୁତ ମାତ୍ରାରେ ଭିଡ଼ିଓଟିକୁ ସେୟାର କରନ୍ତୁ। ଆପଣଙ୍କର ସହଯୋଗ ମୋତେ କରନ୍ତୁ। ସହଯୋଗ କଲେ ମୁଁ ଆଗକୁ ବଢ଼ିପାରିବି, ଆପଣଙ୍କ ପାଇଁ ଭଲ ଭଲ ଭିଡ଼ିଓ କରି ପୋଷ୍ଟ କରିବି। ଦେଖନ୍ତୁ ଆମେ ଯାଉଛୁ, ମୋ ମିସେସ୍, ମୋ ଦି ପୁଅ ଆଉ ମୁଁ ଆସିଛୁ ପାର୍କ ବୁଲି। କେଉଁ ପାର୍କ? ଇନ୍ଦିରା ଗାନ୍ଧୀ ପାର୍କ। ଇନ୍ଦିରା ଗାନ୍ଧୀ ପାର୍କ, ଆଇଜି ପାର୍କ। ଦେଖନ୍ତୁ ଉପରେ ଦେଇକି ରାସ୍ତା ପାର ହଉଛୁ। ଦେଖନ୍ତୁ ପୁଣି ଓହ୍ଲେଇକି ଯିବାକୁ ପଡ଼ିବ। ଓହ୍ଲେଇକି ଯାଇକି ଟିକେଟ କାଉଣ୍ଟରରେ ଟିକେଟ କରିବାକୁ ପଡ଼ିବ। ସିଏ ବି ପଇସା ଦେଇକି ନାହିଁ, ଅନଲାଇନ୍ ଟିକେଟ ହେଉଛି। ଏଇଠି ଅନଲାଇନ୍ ଟିକେଟ କରିବାକୁ ପଡ଼ିବ, ନହେଲେ ତମେ ଭିତରକୁ ଯାଇପାରିବ ନାହିଁ। ଏଠି ତମେ ପଇସା ଦେଇକି କ୍ୟାସ୍ ଦେଇକି ଟିକେଟ କରିପାରିବନି। ଏଇଠି ଗୋଟେ ରୁଲ୍ ଅଛି, ତମେ ଯାହାହେଲେ ବି ଅନଲାଇନରେ ପେମେଣ୍ଟ କରିବ। ଅନଲାଇନ୍ ପେମେଣ୍ଟ କଲେ ଟିକେଟ ଦେବେ। ଦେଖନ୍ତୁ ମିସେସ୍, ମୋ ଦି ପୁଅ ଆଉ ମୁଁ। ଦେଖନ୍ତୁ ମୋ ସାନ ପୁଅ, ସିଏ ବି ସବୁ ସୁଟ୍ କରୁଛି। ଏଇଠି ଦେଖନ୍ତୁ ଟିକେଟ କାଉଣ୍ଟରରେ ଲୋକ ଠିଆ ହେଇଛନ୍ତି। ଆପଣଙ୍କୁ ଦେଖଉଛି ଏଇଠି ଟିକେଟ କାଉଣ୍ଟର। ଗୋଟେ ଟିକେଟକୁ 20 ଟଙ୍କା। ଆମେ 4 ଜଣ ଯିବୁ, 80 ଟଙ୍କା। ଆଚ୍ଛା ହଉ, ଟିକେଟ ହେଇଗଲା, ପାର୍କ ଭିତରେ ପଶିଗଲୁ ଆମେ। ଦେଖନ୍ତୁ କେଡ଼େ ସୁନ୍ଦର ସୁନ୍ଦର ଗଛ ଲତା, ସବୁଜ ଶ୍ୟାମଳ, ମାନେ କେତେ ସବୁଜ ଶ୍ୟାମଳ ସୁନ୍ଦର ଦୃଶ୍ୟ ଦେଖି ଆପଣ ଆସିଲେ ଉପଭୋଗ କରିପାରିବେ। ଦେଖିକି ଆପଣଙ୍କୁ କେମିତି ଲାଗୁଛି ଆପଣ କମେଣ୍ଟ କରନ୍ତୁ। ଆଉ ଆପଣ ଦେଖନ୍ତୁ ଆମେ ଯାଉଛୁ ପାର୍କ, ଚାଲି ଚାଲି ଯାଉଛୁ ଭିତରକୁ। ମ୍ୟାଡାମ ଯାଉଛନ୍ତି, ଆଗରେ ପୁଅ ଯାଉଛି। ମୋ ଚ୍ୟାନେଲରେ ଯେଉଁମାନେ ନୂଆ ମୋ ଚ୍ୟାନେଲ ମୋ ଭିଡ଼ିଓ ଦେଖୁଛନ୍ତି, ପ୍ଲିଜ୍ ଦୟାକରି ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିବେ और बहुत
ମାତ୍ରାରେ ସେୟାର କରିଦେବେ ଭିଡ଼ିଓଟିକୁ। ଆପଣ ଯେଉଁମାନେ ନୂଆ ଅଛନ୍ତି ସେମାନଙ୍କୁ ମୁଁ କହୁଛି, ଯଦି ଆପଣ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦେବେ। ଯଦି ଆପଣ ସବସ୍କ୍ରାଇବ୍ କରିବେ ତ ମୁଁ ଯେଉଁ ଭିଡ଼ିଓ ପୋଷ୍ଟ କରିବି ପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିଯିବ। ଆପଣ ସବୁ ଭିଡ଼ିଓ ମୋର ଦେଖିପାରିବେ। ପ୍ଲିଜ୍ ସବସ୍କ୍ରାଇବ୍। ଦେଖନ୍ତୁ, ଆମେ ଯାଉଛୁ ପାର୍କ ଭିତରେ ବୁଲୁଛୁ, କେତେ ଭଲ ଲାଗୁଛି, କେତେ ସବୁଜ ସୁନ୍ଦର ଶ୍ୟାମଳ ଦୃଶ୍ୟ, କେତେ ଏଇ ଦେଖନ୍ତୁ ଚମରି ଗାଈ ସେ ଭିତରେ ବସିଛି। ଏହା କଣ କହନ୍ତି? ଚମରି ଗାଈ। ଦେଖନ୍ତୁ ଭାଇମାନେ, ଇଏ ହଉଛି ଇନ୍ଦିରା ଗାନ୍ଧୀ ପାର୍କ। এইটা ইন্দিরা গান্ধী পার্ক। ଦେଖନ୍ତୁ, ଆମେ ଭିତରକୁ ଯାଉଛୁ। ଏଇଠି ମୋ ମିସେସ୍କୁ ଶୋଷ ଲାଗୁଥିଲା। ଛୁଆଙ୍କ ହାତରେ ପାଣି ବୋତଲ ଗୋଟେ ଚିଲ୍ଡ ୱାଟର ମଗେଇଲା ପିଇବା ପାଇଁ। ଦେଖନ୍ତୁ କେଡ଼େ ସୁନ୍ଦର ଜାଗା। ଇଏ ହେଉଛି ପାର୍କ ଭିତରର ଦୃଶ୍ୟ। ଦେଖନ୍ତୁ କେଡ଼େ ସୁନ୍ଦର ହେଇଛି। ଗଛ ଲତା ସାଇଜ କି କଟା ହେଇଛି, ଡିଜାଇନ ଦିଆ ହେଇଛି ଗଛର। ଦେଖନ୍ତୁ କେଡ଼େ ସୁନ୍ଦର ଦିଶୁଛି ନା। ଚାଲରେ ବିଲେ, ଦେଖିକି ଚାଲ। ଦେଖନ୍ତୁ ଏଠି ଆମର ଘର ବେଶୀ ଦୂର ବାଟ ନାହିଁ, ପାଖରେ। ତ ଯେତେବେଳେ ଆମର ମନ ହୁଏ ଆମେ ଟିକେ ମନ ଖୁସି କରିବା ପାଇଁ ପାର୍କକୁ ପଳେଇ ଆସୁ। ଯାଉଛୁ, ପଶିଲୁ ଭିତରକୁ, ଟିକେ ଥଣ୍ଡା ଜାଗାରେ ବସିବା। ସେ ଜାଗା ଖୋଜୁଛୁ, ସେ ଜାଗାରେ ଟିକେ ବସି ପଡ଼ିବା। ଖରା ବି ହଉଥିଲା, ସେଥିପାଇଁ ଟିକେ ଥଣ୍ଡା ଛାଇ ଜାଗାରେ ବସିବା। ତାପରେ ରିଲାକ୍ସ ହେଲା ପରେ ଯାଇକି ପାର୍କରେ ବୁଲିକି ଦେଖିବା। ଦେଖନ୍ତୁ ଆମେ ଚାଲିଲୁ କୋଉଠି? ଷ୍ଟେସନ। କୋଉ ଷ୍ଟେସନ? ରେଲୱେ ଷ୍ଟେସନ। କୋଉ ରେଲୱେ ଷ୍ଟେସନ? ଜାଗା ନା କଣ? ଇନ୍ଦିରା ଗାନ୍ଧୀ ନଗର ଷ୍ଟେସନ। ରେଲୱେ ଷ୍ଟେସନ, ଇନ୍ଦିରା ଗାନ୍ଧୀ ନଗର ରେଲୱେ ଷ୍ଟେସନ। ସେଠି ଟିକେ ଷ୍ଟେସନ ଯିବୁ। ଷ୍ଟେସନରେ ଟିକେ ଥକା ମାରିକି ଆରାମରେ ରିଲାକ୍ସ ହେଇକି, ତାପରେ ଆମେ ଦେଖନ୍ତୁ ବୋଟ ଲାଗିଛି। ଏଠି ବୋଟିଂ ହୁଏ। ବୋଟ ଲାଗିଛି, ଦେଖନ୍ତୁ କୂଳରେ ସବୁ ବୋଟ ଲାଗିଛି। ଇଏ ହଉଛି ବହୁତ ବଡ଼ ଗୋଟେ ପୋଖରୀ। ବହୁତ ପାଣି ଅଛି, ଗଭୀର ବି ବହୁତ ଅଛି। ସେଠି ବୋଟିଂ ହୁଏ। ଆଚ୍ଛା, ଆମେ ଆସିଲୁ ଟିକେ ସମୟ ପାଇଁ ରେଷ୍ଟ ନେବୁ। ଖରା ପ୍ରବଳ ହଉଛି, ଥକି ଯାଇଛୁ, ସେଥିପାଇଁ ଟିକେ ବସିବୁ ଷ୍ଟେସନରେ। ଇନ୍ଦିରା ଗାନ୍ଧୀ ନଗର ରେଲୱେ ଷ୍ଟେସନରେ ବସିବୁ ପାର୍କ ଭିତରେ। ତାପରେ
ଆମେ ଟିକେ ସମୟ ଛାଡ଼ିକି ଯିବୁ, ସବୁଆଡ଼େ ବୁଲାବୁଲି କରିବୁ। ଆପଣଙ୍କୁ ଭିଡ଼ିଓଟି କେମିତି ଲାଗୁଛି କମେଣ୍ଟ କରିକି ଜଣାଇବେ। ବର୍ତ୍ତମାନ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ବହୁତ ମାତ୍ରାରେ ଲାଇକ୍ କରନ୍ତୁ, ଆଉ ଭିଡ଼ିଓଟିକୁ ସେୟାର କରନ୍ତୁ, ଆଉ କମେଣ୍ଟ କରିବାକୁ ଭୁଲିବେନି। କମେଣ୍ଟ କଲେ ଆମେ ଜାଣିପାରିବୁ କି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗୁଛି। ଆଚ୍ଛା, ସେଇ ଆପଣଙ୍କ କମେଣ୍ଟ ହିସାବରେ ଆମେ ଚେଷ୍ଟା କରିବୁ ଆଗକୁ ଭିଡ଼ିଓ ସେଇ ଟାଇପ୍ର ବନେଇବା ପାଇଁ। ଦେଖନ୍ତୁ, ଏଇଠି ଟିକେ ବସିବା, ପାଣି ଫାଣି ପିଇବା, ତାପରେ ଯାଇକି ବୁଲାବୁଲି କରିବା। ଆମେ ଟିକେ ଜଲ୍ଦି ପହଞ୍ଚିଗଲୁ, ଲୋକ ନାହାନ୍ତି, ଧୀରେ ଧୀରେ ଲୋକ ବଢ଼ିବେ। ଆମେ ଟିକେ ଆଗୁଆ ପଳେଇ ଯାଇଛୁ। ଦେଖନ୍ତୁ କେଡ଼େ ସୁନ୍ଦର ଜାଗା। ବାସ୍ ସଇଲା, ଥକା ମାରିକି ପୁଣି ଚାଲିଲୁ। ସବୁଆଡ଼େ ଟିକେ ବୁଲାବୁଲି କରିବୁ। ବୁଲାବୁଲି କରିସାରିଲା ପରେ ନିଜ ଘରକୁ ପଳେଇବୁ। ଦେଖନ୍ତୁ ଫିସ୍ ଆକ୍ୱାରିୟମ୍, ଦେଖନ୍ତୁ ତା ବିଷୟରେ ଯାଇକି ଦେଖୁଛୁ ଆମେ। ଦେଖନ୍ତୁ କେତେ ପ୍ରଜାତିର ମାଛ ଆଉ କଇଁଛ, କଇଁଛ, ହ୍ୟାଲୋ, ଦେଖନ୍ତୁ ଆକ୍ୱାରିୟମ୍। ଭିତରେ ବୁଲିକି ସବୁ ଦେଖି ସାରିକି ତାପରେ ଯିବା, ବୁଲିକି ଆଗକୁ ବଢ଼ିବା। ଆଗରେ କ'ଣ ଅଛି ଦେଖିବା। ଏଇଟା ହେଉଛି ଫିସ୍ ଆକ୍ୱାରିୟମ୍ଟା। ବହୁତ ପ୍ରଜାତିର ମାଛ ଅଛି। ଆଗକୁ ବଢ଼ିଲୁ। ଦେଖନ୍ତୁ ଏଠି ହରିଣ ଛୁଆ ଭଲ କି ଦେଖା ଯାଉନାହାନ୍ତି। ଦେଖନ୍ତୁ ହରିଣ, ଛୋଟ ଛୋଟ ଛୁଆ ଯାକ। ସେପଟୁ ଆମେ ତାପରେ ଯିବା, ଆଉ ଅଲଗା ଜାଗାରେ ଦେଖିବା କ'ଣ ଅଛି। ବାବୁ ଗଳିଯା। ଛୁଆଙ୍କର ଏଇଟା ଗୋଟେ ଖେଳିବା ଜାଗା।
ଏ ମୁଣ୍ଡରେ ପଶିବେ, ସେ ମୁଣ୍ଡରେ ବାହାରିବେ। ଚାଲିବା, ଦେଖିବା ଆଗକୁ କ'ଣ ଅଛି। ଅଜଗର ଦେଖିଲେ, ଅଜଗର ବି ଅଛି। ଏ ତାର ମୁଡ଼ି ମୁଡ଼ାକି ହେଇକି ଶୋଇଛି ଅଜଗର। ଆଗକୁ ଯିବା, ଦେଖିବା କ'ଣ ଅଛି। ଦେଖନ୍ତୁ, ମଙ୍କି, ମାଙ୍କଡ଼, ଦେଖିବା। ଏସବୁ ଆମେ ଦେଖି ସାରିଛୁ, ଖାଲି ଆପଣଙ୍କୁ ଟିକେ ସର୍ଟରେ ଟିକେ ଦେଖେଇ ଦଉଛି। କିନ୍ତୁ ବହୁତ କିଛି ଅଛି। ସବୁଆଡ଼େ ତ ଛୁଆକୁ ନେଇକି ବୁଲି ହେଉନି, ଖରା ହେଉଛି ପ୍ରବଳ, ଗରମ ଯୋଗୁଁ ସବୁଆଡ଼େ ଯାଇ ହେଉନି ଦେଖିବା ପାଇଁ। ନହେଲେ ଏଠାରେ ବହୁତ କିଛି ଅଛନ୍ତି, ବହୁତ କିଛି ରଖା ହେଇଛି। ସବୁ ଜାଗା ବୁଲିବା ସମ୍ଭବ ନୁହେଁ, କାହିଁକି ନା ଛୁଆ ଦୁଇଟା ଆସିଛନ୍ତି। ଛୁଆ ଦୁଇଟା ଗରମରେ ବୁଲି ପାରିବେନି। ସେଥିପାଇଁ ଆପଣଙ୍କୁ ଆମେ ଯାହା ଦେଖିଛୁ ସେଇଟା ଆପଣଙ୍କୁ ଦେଖେଇ ଦଉଛୁ। ଦେଖନ୍ତୁ, ଭାଲୁକୁ ଦେଖ, ଭାଲୁ, ଖସରା, ପିଲାଙ୍କୁ ଖେଳିବା ଜାଗା, ଖସିକି ଖେଳିବେ। ବର୍ତ୍ତମାନ ସେ ପିଲା ଖସରା ଉପରକୁ ଚଢ଼ି ଯାଇଛନ୍ତି। ମୁଁ ମନା କଲି ନାହିଁ, ଖସିବନି, କାରଣ ସିମେଣ୍ଟ ଖସରା ଗୁଡ଼ା, ସେ ଦେହ ହାତ ଘଷି ହେବ, ଖଣ୍ଡିଆ ଖାବରା ହେବ। ମୁଁ ତଳେ ଅଛି, ସେମାନେ ଛୁଆ ଯାକ ଉପରେ ଚଢ଼ି ଯାଇଛନ୍ତି। ଦେଖନ୍ତୁ, ସେ ମେସିନ୍ ଦ୍ୱାରା ଘାସ କଟା ହେଉଛି। ମୁଁ ବି ଉପରକୁ ଆସିଲି ଦେଖିବା ପାଇଁ। ଖସରା ଉପରକୁ ପୁଣି ଓହ୍ଲେଇକି ପଳେଇ ଆସିଲି। ଏଠି ଛୁଆ ଖେଳିବେ କହିଲେ, ସେଥିପାଇଁ ମୁଁ କହିଲି ସେଇ ଖସରାରେ ଖସନି, ଦେହ ଇଏ ହେବ। ସେଥିପାଇଁ ଏଇ ପ୍ଲାଷ୍ଟିକ୍ ଇଏର ଖସରାରେ ଖେଳୁଛନ୍ତି। ଦୋଳି ବି ଝୁଲୁଛନ୍ତି, ଦୋଳି ଖେଳ। ବଡ଼ ଲୋକଙ୍କୁ ଆଲାଉ ନାହିଁ ଖେଳିବା ପାଇଁ, ଛୋଟ ପିଲା ପାଇଁ ଦୋଳି। କିନ୍ତୁ ମାନୁନାହାନ୍ତି ଲୋକ, ବଡ଼ ବି ଖେଳୁଛନ୍ତି। ସେଥିପାଇଁ ସିକ୍ୟୁରିଟି ଗାର୍ଡ଼ ଦୁଇଟି ରଖିଛନ୍ତି। ବଡ଼ ଲୋକ ଯିଏ ଖେଳିଲେ ଗାର୍ଡ଼ ମନା କରୁଛନ୍ତି କି ନାହିଁ ତମେ ଖେଳନି, ବଡ଼ ଲୋକ ଖେଳିବେ। ସାନ ପିଲାଙ୍କ ପାଇଁ ଏଇଟା, ବଡ଼ ଲୋକଙ୍କ ପାଇଁ ନୁହଁ। ଇଏ ଗୋଟେ ପ୍ରକାର ଖସଡ଼ା। ହଉ, ଆଜି ପାଇଁ ଏତିକି। ବାଏ, ସି ୟୁ ଟୁମରୋ।